କିଏ କହିବ ବାକ୍ୟ କେତେ ପ୍ରକାର? ହାତ ଟେକେ, କେହି କୁହନି, ମୁଁ ପଚାରିବି ସେ କହିବ। କାହାକୁ ଆସିବ ବାକ୍ୟ କେତେ ପ୍ରକାର? One, କେତେ? 3 ପ୍ରକାର। ତମେ ଏବେ ଆସିଲ କିଏ କହିବ? ବାକ୍ୟ କେତେ ପ୍ରକାର ମନେ ଅଛି? 3 ପ୍ରକାର। ତମେ କହିଲ କେତେ ପ୍ରକାର? 3 ପ୍ରକାର କହିଲ। ବାକ୍ୟ କେତେ ପ୍ରକାର? ହଁ ତମେ କେତେ ପ୍ରକାର ନା କହିବି? 3 ପ୍ରକାର। କେତେ? ଠିକ। ବାକ୍ୟ ହେଲା ଗଠନଗତ ଦୃଷ୍ଟିରୁ 3 ପ୍ରକାର, ପ୍ରକାର୍ଯ୍ୟ ଭାବ ଦୃଷ୍ଟିରୁ 4 ପ୍ରକାର। ହେଲା ନାଇଁ? ତମ ବହିରେ 4 ପ୍ରକାର ଅଛି, ଆଉ ଗୋଟେ ନାସ୍ତି ସୂଚକ ଅଛି, ସେଟା ତମ ବହିରେ ନାହିଁ, କିନ୍ତୁ ତମେ ଯେହେତୁ ବହିରେ ଯାହା ସେତିକି ପଢିବ। ତ ବହି ଅନୁସାରେ ଯଦି କିଏ ପଚାରୁଛି ବାକ୍ୟ କେତେ ପ୍ରକାର, 3 ପ୍ରକାର କହିଲେ ଭୁଲ ହବ। ଆଉ ସେଗୁଡା କଣ? ଯଦି ଏଇଟା ସରଳ ବାକ୍ୟ, ଜଟିଳ ବାକ୍ୟ, ଲିଖିତ ବାକ୍ୟ, ବାକି ଗୁଡାକ କଣ? ପ୍ରଶ୍ନ ସୂଚକ, ବିବୃତ୍ତି ସୂଚକ, ବିସ୍ମୟ ସୂଚକ, ସେ ତ ଗୋଟେ ଗୋଟେ କ୍ୟାଟାଗୋରୀ ନା ବାକ୍ୟ ନାହିଁ। ତେଣୁ କହିବ ବାକ୍ୟ ହେଲା ଗଠନଗତ ଦୃଷ୍ଟିରୁ 3 ପ୍ରକାର, ଭାବ ବା ପ୍ରକାର୍ଯ୍ୟଗତ ଦୃଷ୍ଟିରୁ 4 ପ୍ରକାର। 4, 3, 7 କହିଲେ ବି ଭୁଲ ହବ, 7 ପ୍ରକାର କହିଲେ ବି ଭୁଲ ହବ, ନୁହେଁ କି? ତ ଏଇଭଳି ତମକୁ କହିବାକୁ ପଡିବ ଯେ ଗଠନ ଭାବ ଦୃଷ୍ଟିରୁ 4 ପ୍ରକାର, ବା ଭାବ ବା ପ୍ରକାର ଦୃଷ୍ଟିରୁ 4 ପ୍ରକାର, ଆଉ ଗଠନଗତ ଦୃଷ୍ଟିରୁ 3 ପ୍ରକାର। କ୍ଲିୟର? କଣ କଣ ଗଠନଗତ ଦୃଷ୍ଟି? ତମେ କହିଲ ଭାବଗତ ଦୃଷ୍ଟିରୁ 4 ପ୍ରକାର କଣ କଣ? ଆଗ କହିବ କହିଲା ସରଳ ବାକ୍ୟ ଗଠନଗତ ଦୃଷ୍ଟିରୁ, ଭାବଗତ ଦୃଷ୍ଟିରୁ କଣ? 3 ପ୍ରକାର। ଭାବ କଣ ହলো? ଭାବ କହିଲେ ମାନେ ଗୋଟେ ଫିଲିଂସ୍ ଟାକୁ ବୁଝଉଛୁ, ମାନେ ଏଇଟା ଆମ ଖୁସି, ତମେ ବୁଝିପାରିବନି ତମ ପ୍ରଶ୍ନ ପଚାରିବା ଉଦ୍ଦେଶ୍ୟରେ କଥା କହୁଛି, କି ଆଦେଶ ଦେଇକି କଥା କହୁଛି, କି ଆଶ୍ଚର୍ଯ୍ୟ ହେଇକି କହୁଛି, ଜାଣିଛ କଥା ନାହିଁ? ସେଇଟା ଗୋଟେ କଣ? ଗୋଟେ ଫିଲ୍ କରି ହଉଛି ନା। ତେଣୁ ଭାବଗତ ଦୃଷ୍ଟିରୁ କେତେ ପ୍ରକାର? 4 ପ୍ରକାର। କଣ କଣ ତମେ କହିଲ? ଆଦେଶ ସୂଚକ। ହଁ। ଠିକ। ବିବୃତ୍ତି ଧର ଆମେ ଗୋଟେ ଷ୍ଟେଟମେଣ୍ଟ ଜଣଙ୍କର ଗୋଟେ କିଛି ବ୍ୟାଖ୍ୟା କରୁଛେ, ସେଟା ଆଦେଶ କିଟାକୁ ଆଦେଶ ଦଉଛି, ଅର୍ଡର କରୁଛି, ଆଉ କଣ କରିପାରୁଛି? ପ୍ରଶ୍ନ ପଚାରୁଛ ନା ନାଇଁ? ପ୍ରଶ୍ନ ସୂଚକ। ଠିକ। ତାପରେ ଭେରି ଗୁଡ। ତାପରେ ମତେ ତମେ ଟିକେ କୁହ, ତୁମର ଆଦେଶ ସୂଚକରେ ଆଉ କଣ କଣ ଯାଉଛି? ଆଦେଶ ସୂଚକ ବାକ୍ୟରେ ଆଉ କୋଉ କୋଉ ଗୁଡାକ ସେଇ କ୍ୟାଟାଗୋରୀରେ ଯିବ? ଆଦେଶ ସୂଚକରେ ହଁ, ଆଶିଷ ବି ଯିବ, ନାଇଁ? ଆଶିଷ, ଅନୁରୋଧ ଏସବୁ ଯିବ ଆଦେଶ ସୂଚକ ବାକ୍ୟରେ, ନାଇଁ? ଠିକ। ତମେ କହିପାରିବ କହିଲି ଆମର ରହିଗଲା। ତମେ ଡାନ୍ସ ଏବେ ଗଲା ତମେ କୋଉଦିନ ପଚାରିଲେ କଣ କରିବ? ହଁ ମନେ ରହୁନି? ରହୁଛି ପକ୍କା ମନେ ରହୁଛି? ରାଜମୁଦ୍ରା କିଏ ଲେଖିଛନ୍ତି? ରାଜମୁଦ୍ରା ଲେଖା ଲେଖିଟା ପଢୁଥିବ, ତାପରେ ଯେ ଡାକ୍ତର ଲେଖିଲା ନା କଣ? କିଏ? ଏତେ ଦିନ ହେଲା ତମେ ପୁଣି ନିଜେ କିଏ କରୁଛ ନା ସମସ୍ତେ? ଆମେ ପଢୁଛ ନା ପଢୁନି? କେବେ ପଢୁଛ? ପଢିଛ ନା ପଢୁନି? ନାଇଁ? ତାର କାଇଁ ଅର୍ଥ ମିଳେ? ଡକ୍ଟର ଅର୍ଥନ ପ୍ରଥମ ଯିଏ ଆସିଥିଲେ ରୋଗୀ, ତାର ନାଁ କଣ? ଯଦି ଅର୍ଥନର ଡାକ୍ତରଖାନା ରୋଗୀ କଣ? ସବୁ ବହି ଖେଳାଅ, ନାଇଁ? ମୁଣ୍ଡ ଯାଇଛି ନା ଆଉଟ୍ ଅଫ୍ ସାଇଟ୍ ଆଉଟ୍ ଅଫ୍ ମାଇଣ୍ଡ ଆଉ, ନାଇଁ? କିଏ 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 କରିବ? କହିବ?
ଖାଇବ କହିଲା ତାର ବ୍ରେନ ସୁଇଚ ପୁରା ପଛେ ପଛେ କ୍ୟାପଚର କରୁଛି ସ୍ଲୋ ଚାଲୁଛି 3G ଆଉ 5G ହେଲାଣି ବାବା ଆଉ 3G କାମ କରିବନି ସେ କ୍ୱେଶ୍ଚନ କରୁଛି ମୁଁ ତାକୁ କଣ ପଚାରିଥିଲି ଯେ ପ୍ରଥମ ରୋଗୀ କିଏ ପ୍ରଥମେ ତାକୁ ପଚାରିଥିଲି ସେ ଯୋଉଟା ଆନ୍ସର ଦେଲି ତାକୁ ପ୍ରଥମେ ପଚାରିଥିଲି ଯେହେତୁ ସେ କହିଲାନି କହିପାରିଲାନି ମୁଁ ଆଉ ଗୋଟେ କ୍ୱେଶ୍ଚନ ପଚାରିଲି ଡକ୍ଟରର ନାଁ କଣ ତାପରେ ପଚାରିଲି କିଏ ପ୍ରଥମ ରୋଗୀ କିଏ ମନେ ଅଛି କିଏ କିଏ କଣ ନା କେହି ନାହାନ୍ତି କିଏ ନାହିଁ ନା ମନେ ପଡିଲା ଓହୋ ଭିତରୁ ଯିବ ଏପଟୁ ପଳେଇଲା। ସବୁ ଖାଇ ଦଉଛ ରେ ଏ ବର୍ଷ ଖାଇଲେ ଆର ବର୍ଷ ଖାଇଲେ ଚଳିବନି ଏଇ ବର୍ଷ ଆର ବର୍ଷ ଖାଇଲେ ଚଳିବ ନାହିଁ ତେଣୁ ଘରେ ପେଟେ ପେଟେ ଭାତ ଡାଲି ଖାଇକି ମୁଣ୍ଡ ଟା ଖାଲି କରିଥିବ ପାଠ ପୁରା ଭର୍ତ୍ତି କରିବା ପାଇଁ ହଉ ବାକ୍ୟ ପରିବର୍ତ୍ତନରେ ଆମର କେତେ ବାଟ ସରିଥିଲା କିଛି ନାହିଁ ସରଳର ଯୌଗିକ ଯୌଗିକ ଜଟିଳ ଏଇଟା ସରିଯାଇଥିଲା ତ ଏଇ ପରିବର୍ତ୍ତନ ନିଜେ ନିଜେ ଠିକ ତାପରେ ଭାବ ବା ଅର୍ଥ ଦୃଷ୍ଟିରୁ ଯୋଉ ବାକ୍ୟ ପରିବର୍ତ୍ତନ ସେଇଟା କେମିତି କରାଯିବ ବିବୃତି ସୂଚକ ବାକ୍ୟର ପରିବର୍ତ୍ତନ ବିବୃତି ସୂଚକ ବାକ୍ୟ ଯୋଉଗୁଡା କଣ କୁହାଯାଏ କିଛି ଗୋଟେ ବାକ୍ୟ ବା ଷ୍ଟେଟମେଣ୍ଟ ନାଇଁ ଯେମିତି ଆମେ ଗୋଟେ ଜାଣିଛେ ମହାନଦୀ ହଉଛି ଓଡିଶାର ବଡ ନଦୀ ତାକୁ କିଏ କାହାକୁ ପ୍ରଶ୍ନ କରୁନି କିଏ କାହାକୁ ଆଦେଶ ଦଉନି ଏଇଟା ମାନେ ଷ୍ଟେଟମେଣ୍ଟ ସମସ୍ତେ ଜାଣିଛନ୍ତି ତମ ବାବା କହିବେ ମା କହିବେ ସେ କହିବ ସେ ତେଣୁ କରିକି ଗୋଟେ କହୁଛି ତମକୁ ପଣ୍ଡିତ ନୀଳକଣ୍ଠ ଦାସ ଏଇଟା ବୋଧେ ସରିଯାଇଛି ନାସ୍ତି ସୂଚକ ସରିଛି ମନେ ପକଉନ ବସି ପଡୁଛ ହଉ ଛନ୍ଦ ଛନ୍ଦ ପଡିବା ଠିକ ଘରେ ଯାଇକି ଗ୍ରାମାର ଦେଖିବ ହେଲା ଛନ୍ଦ ହେଲା ପଦ୍ୟ ବା ବାକ୍ୟ କବିତା ରଚନାର ଶୃଙ୍ଖଳାକୁ ଛନ୍ଦ କହନ୍ତି ସରି ପଦ୍ୟ ବା କାବ୍ୟ କାବ୍ୟରେ କବିତା ରଚନାର ଯୋଉ ଶୃଙ୍ଖଳାକୁ ଛନ୍ଦ ସେଗୁଡା ଗଦ୍ୟରେ ବ୍ୟବହାର କରାଯାଏ ନାହିଁ କୌଣସି ଏକାଙ୍କିକା ଉପନ୍ୟାସ ଏ ସବୁରେ ଛନ୍ଦର କୌଣସି ଆବଶ୍ୟକତା ନାହିଁ ଛନ୍ଦର ଆବଶ୍ୟକତା କାବ୍ୟରେ ଆଉ କବିତାରେ ଦରକାର ପଡେ କବିତା ଆଉ କାବ୍ୟର ଶୃଙ୍ଖଳାରେ ନହେଲେ ଯେମିତି ସେମିତି କରିକି ଲେଖିଦେଲେ କାବ୍ୟଟା ଆଉ କାନକୁ ଶୁଣାଯିବ କି ଭଲ ଗୀତର ଗପଟି ଲେଖିବା ସହଜ କବିତାରେ ଲେଖିବା କଷ୍ଟ ନାଇଁ ଗୀତ ଲେଖିବା କଷ୍ଟ ଥାଏ କାହିଁକି ନା ତମକୁ ପଡିବ ଶବ୍ଦକୁ ଶବ୍ଦ ତାର ଭାବ କଣ ମାନେ କଣ ବୁଝଉଛି କୋଉ ଜିନିଷଟା ବୁଝଉଛି ତା ସହିତ ତାର କଣ କରୁଥିବ ଅକ୍ଷର ଲାଷ୍ଟ ଅକ୍ଷର ପଢୁଥିବ ପଦକୁ ପଦ ପଢୁଥିବ ନହେଲେ ମନ ଇଚ୍ଛା ଲେଖିଦେଲେ ସେଇଟା ଭଲ ସୁନ୍ଦର ଗୀତ ବା କବିତା ହେଇପାରିବନି ତେଣୁ କରିକି ପଦ୍ୟ ବା କାବ୍ୟ କବିତାକୁ ରଚନାର ଶୃଙ୍ଖଳା ରଚନାର ଶୃଙ୍ଖଳିତ ଭାବରେ ତାକୁ ରଚନା କରିବେ ତା ପରକୁ କିଏ ତାକୁ ଆମେ ଛନ୍ଦ ବୋଲି କୁହନ୍ତି ଅକ୍ଷର ଶବ୍ଦ ଓ ପଦକୁ ଭିତ୍ତି କରି ଛନ୍ଦ ପରିକଳ୍ପିତ ହୋଇଥାଏ ଯୋଉ ଛନ୍ଦର ପରିକଳ୍ପନାଟା କେମିତି କଣ କଣ ଜିନିଷକୁ ନେଇକିନା ଛନ୍ଦ ତିଆରି କରାଯାଏ ଆମେ ନେବା ଅକ୍ଷର ଶବ୍ଦ ଓ ପଦକୁ ନେଇକି ଅକ୍ଷର ଯୋଡି ହେଲା ଶବ୍ଦ ହେଲା ଶବ୍ଦ ଯୋଡି ହେଇକି ପଦ ହବ ତ ସେ ସବୁକୁ ଭିତ୍ତି କରିକି ଆମେ ଛନ୍ଦକୁ ପରିକଳ୍ପନା କରିପାରିବା ପରିକଳ୍ପିତ ହେଇଥାଏ ସାଧାରଣ ଭାବରେ କବିତା ଗାନ ବା ପାଠରେ ଗତି ଓ ଯତିର ତ୍ରୁଟି ମଧୁର ଲୀଳାଖେଳ ପାଇଁ ଛନ୍ଦ ବିଶେଷ ଭୂମିକା ତୁଲାଏ ତେବେ ସାଧାରଣ ଭାବରେ କବିତା ଗାନ ବା ପାଠରେ ଯେତେବେଳେ କବିତାଟିଏ ତମେ ଗାଉଛ କୋଉଠି ଠିଆ ହେଇକି ଗୀତଟେ ଗାଉଛ କବିତାଟେ ଗୀତ ଗାଉ କବିତାଟେ ଗାନ କରୁଛ ସେଥିରେ ପାଠରେ ଗତି ଓ ଯତିର ତ୍ରୁଟି ମଧ୍ୟ ଲୀଳାଖେଳା ଯତି କଣ ଯତି ପାଠ ହେଲା ଦିଟା ଉପର ଧାଡି ତଳ ଧାଡି ସହିତ ମିଶିବା କୋଉ ଜାଗାରେ ବିରାମ କରିବ ମାନେ ଗୋଟେ ଯୋଉ ତମର ରେଷ୍ଟଲେସ୍ କବିତା ଯୋଉ ନଥାଏ ଗୀତ ଗୁଡାକ ପୁରା ଗୋଟେ ନିଶ୍ୱାସରେ ଗାଇଦେଇ ସେ ପ୍ରକାର ଥାଏ ଷ୍ଟେଜରେ ମଧ୍ୟ ହଉଛି ଓଡିଆରେ କାହିଁ ସେମିତି କିଛି ଲେଖା ନାହିଁ ହିନ୍ଦୀ ମାନଙ୍କ ଗୋଟିଏ ନିଶ୍ୱାସରେ ଗାଇ ଦେଇଛି ସିଏ ତ ଗଲା ଅଲଗା ପ୍ରକାରର କିନ୍ତୁ ପ୍ରକୃତରେ ଗୀତ ହଉ କବିତା ହଉ ଗାଇବା ପାଇଁ ତମକୁ ମଝିରେ ବିରାମ ଦବ ଯୋଉଟା ଯତି ପାଠ ଦରକାର ତାହାର ପାଠକୁ କାହିଁକି ଦରକାର ସେଗୁଡା ଶ୍ରୁତି ମଧୁର କରିବା ପାଇଁ ଗୀତ କଣ ତମେ ଯୋଉ ଏକାଙ୍କିକା ପଢୁଛ ତାକୁ ଗୀତ କହିବ ବୋଲିବାକୁ ସେଇଟା କାନକୁ ସୁନ୍ଦର ଲାଗିବ ସ୍ୱର କରିବି ବୋଲିଲେ ନାଇଁ କାହିଁକି ସୁନ୍ଦର ଲାଗିବ
କୌଣସି ଧାଡି ସହିତ କୌଣସି ଧାଡିର ତାର ଶେଷ ଗୁଡିକୁ ଗତିପାତ ହଉନାହିଁ, ସମାନତା ରହୁନାହିଁ। ଯେମିତି କଣ ଗୋଟେ କବିତାର ଉପର ଧାଡି ଯଦି ଇତିରେ ସରୁଛି ତଳ ଧାଡିଟା ମିତିରେ ପଡିବ ଏଇଭଳିଆ ହୁଏ ନା। ମାନେ ପ୍ରଥମ ପାଦଟି ଯଦି ହର୍ଷେଇକାରରେ ସରୁଛି ଦ୍ୱିତୀୟ ପାଦଟି ପୁଣି ହର୍ଷେଇକାରରେ ସରେଇଲେ ଯାଇକି ବା ଦୀର୍ଘଇକାରରେ ସରେଇଲେ ଯାଇକି ସେ ସ୍ୱରଟା ସୁନ୍ଦର ଶୁଣାଯିବ। ତେବେ ସେଇ କବିତା ଆଉ କାବ୍ୟକୁ ତାର ଶ୍ରୁତି ମଧୁର ପାଇଁ ଛନ୍ଦର ବିଶେଷ ଭୂମିକା ରହିଛି। ସଂସ୍କୃତ ଛନ୍ଦ ଶବ୍ଦରୁ ଓଡିଆ ଛନ୍ଦ ଶବ୍ଦ ସୃଷ୍ଟି ହେଇଛି। ତେବେ ଓଡିଆ ଛନ୍ଦଟା କୋଉଠୁ ଆସିଛି? ଆସିବ ସଂସ୍କୃତ ବହୁତ ଜିନିଷ ପ୍ରଥମ ସବୁ ଭାଷାର ଜନନୀ କିଏ? ସଂସ୍କୃତ ହେଉଛି ସର୍ବଭାଷା ଜନନୀ। ସବୁ ଭାଷାର ମୂଳ ମୁଖ୍ୟ ନାଁ ହଉଛି ସଂସ୍କୃତ। ସେଇ ଭାଷାରୁ ଗୋଟେ ଗୋଟେ ଭାଷା ଉପଭାଷା କେତେ ପ୍ରକାରର ଭାଷା ଅଛି ସେଗୁଡା ସେଇଠୁ ହିଁ ବାହାରିଛି। ତେବେ ଯଦି ସଂସ୍କୃତ ସବୁ ଭାଷାର ଜନନୀ, ବହୁତ ଶବ୍ଦ ସଂସ୍କୃତରେ ମଧ୍ୟ ଆସିଛି। ତତ୍ସମ ତଦ୍ଭବ ଦେଶଜ ବୈଦେଶିକ ସବୁ ଶବ୍ଦ ଗୁଡାକ ଭାଗ ଭାଗ ହେଇଛି ପଡିଥିବ। ତତ୍ସମ କଣ ଯୋଉଟା ସଂସ୍କୃତରୁ ଆସିଛି ନା ସଂସ୍କୃତ ପରି ସମ ହେଲା ପରି। ତତ୍ସମ ମାନେ ତାହା ପରି, ସଂସ୍କୃତ ପରି ଯୋଉଟା ସେଟା ତତ୍ସମ। ତଦ୍ଭବ ସଂସ୍କୃତରେ ଯୋଉଟା ଜାତ, ତଦ୍ଭବ ଦେଶଜ ଆମେ ଯୋଉ ଲୋକାଲି ଭାଷା ବ୍ୟବହାର କରୁ ଦେଶଜ ବୈଦେଶିକ ହେଲା ବାହାର। ଟେବଲଟା ତାହେଲେ କଣ ହବ ଏକ୍ସାମ୍ପଲରେ ବୈଦେଶିକ, କାରଣ ଏଇଟା ଆମର କିଛି ସଂସ୍କୃତରେ ବି କହୁଥିଲେ ଓଡିଆ ମେଜର ମେଜର କିଏ କହୁଛି? କହୁଛେ କି ଆମେ ଜାଣିଛ ନା ଓଡିଆଟା ଅଛି ସେ କାହିଁ କହୁନାହାନ୍ତି? କିଛି ବର୍ଷ ପରେ ପିଲା ଜାଣିବାକୁ ପାଇବେନି କି ନିଜ ଗୋଟେ ଶବ୍ଦଟିଏ ଅଛି ବୋଲି। ବହୁତ ଶବ୍ଦ ଅଛି କିନ୍ତୁ ଆମେ ଜାଣୁନେ କାହିଁକି ଜାଣୁନେ? ବ୍ୟବହାର କମ ହଉଛି। ଚୌକି ଟା ଜାଣି ହେଇଯାଉଛି, ଚୌକିଟା ବହୁତ ବ୍ୟବହାରରେ ଅଛି ଆଜି ବି ଅଛି କିନ୍ତୁ ମେଜରଟା ବହୁତ କମ ବ୍ୟବହାର। କିଛି ନାହିଁ ତ ସେଟା ସାଇକେଲଟା କି ଶବ୍ଦ? ବୈଦେଶିକ ଶବ୍ଦ। ସୁନୁ ଗାଡି ତାକୁ ଛୋଟ ପିଲାମାନେ ଇଏ ମାନେ କୁହନ୍ତି ସୁନୁ ଗାଡି, କିନ୍ତୁ ବହୁତ ଶବ୍ଦର ଆକ୍ଚୁଆଲି ସେଟା ଆମର ଲୋକ ଆଞ୍ଚଳିକ ଲୋକମାନେ ଭାଷା ତାର ଅର୍ଥ ବାହାର କରିଛନ୍ତି କିନ୍ତୁ ପ୍ରକୃତ ଡିକ୍ସନାରୀରେ ଖୋଜିଲେ ତାକୁ ପାଇବନି। ଯେମିତିକି ଆମର ଗୋଟେ ଟମାଟୋ ନହେଲେ ଆଳୁ ପଟାଟୋ, ହଁ ପଟାଟୋ ଇଂଲିଶ ଆମେ ଜାଣିଛୁ ଆଳୁ, କିନ୍ତୁ ତାକୁ ଆଞ୍ଚଳିକରେ ବହୁତ ତାକୁ କି ଆଳୁ? ବିଲାତି ଆଳୁ। ଟମାଟୋକୁ କଣ କହନ୍ତି? ବିଲାତି ବାଇଗଣ। କିଛି ଆଞ୍ଚଳିକ ଭାଷା କଥା ସେମାନେ ଟ୍ରାନ୍ସଲେଟ କରିଦେଇଛନ୍ତି। ଯଦି ତମେ ଡିକ୍ସନାରୀ ଖୋଜିବ ତାହେଲେ ପଟାଟୋରୁ ବାହାରୁଛି ଖାଲି ଆଳୁ। ଆଉ ଟମାଟୋରେ ଟମାଟୋ ହିଁ ଆସୁଛି, ଆଉ ସେ ବିଲାତି ଫିଲାତି ଆସୁନାହିଁ। ଭଲ ଡିକ୍ସନାରୀ ମାନଙ୍କରେ ଓଡିଆରୁ ଇଂଲିଶ ବା ଇଂଲିଶ ଓଡିଆ କଲେ ଟମାଟୋର ଅର୍ଥ ଓଡିଆରେ ଟମାଟୋ ଲେଖିବେ। ଗୋଟେ କୋଉ ପଡିଥିଲା ତମର ବଲାଙ୍ଗୀର ସାଇଡ ପଟେ ପାତାଳଘଣ୍ଟା, ପାତାଳଘଣ୍ଟା ପାତାଳଘଣ୍ଟା ବରଂ ଦେଖ ଗୁଗୁଲରେ ସେ ପାତାଳଘଣ୍ଟା ଆସୁଛି କିନ୍ତୁ ବିଲାତି ଶବ୍ଦ ବିଲାତି ବାଇଗଣରୁ ସେ ଶବ୍ଦଟା ପ୍ରାୟ ଆସୁ। ଯେବ୍ରା ଛୋଟବେଳେ ପଢିଥିବ ତାର ଇଂଲିଶ ଓଡିଆ କଣ? ସେଇ ଯେବ୍ରା ନାଇଁ ତାର ଅଛି ତାର ଓଡିଆ କଣ? ଆମକୁ ଛୋଟବେଳେ ଯେତେବେଳେ ଗୋଟେ ଗୋଟେ ଜାଗାରେ ସେଇଟା ନାହିଁ ବହୁତ ଶବ୍ଦ ତାର ଥାଏ ତାର ନାଁ କଣ? ଆଉ ତାର ସେଇଟା ଟାଇଗର କହୁଛି ଟାଇଗର ମାନେ ପାଖ ବାଘ ପିଜୁଳି ଅଛି ବାଘ ନାଇଁ। ଆଉ ଜେବ୍ରା ଜେବ୍ରାକୁ ଆମର ମୁଁ କହିଲା ବେଳେ ଆମକୁ ବୁଲେଇ ତଟୁ ଘୋଡା ତଟୁ ଘୋଡା କହିକି ଛିଟ ଘୋଡା ହଁ କିଏ କିଏ ଚଟୁ ଘୋଡା କହିଥିଲେ? ଆକ୍ଚୁଆଲି ସେଟାର ମିନିଂ ନାହିଁ, ତାର ମିନିଂ ନାହିଁ। ଆଉ ଗୋଟେ କଙ୍ଗାରୁ ଅଷ୍ଟ୍ରେଲିଆ ଯୋଉ ଦେଶରେ ଯୋଉ କଙ୍ଗାରୁ, କଙ୍ଗାରୁ ଓଡିଆ କଣ? ନାଇଁ ସେଇଟା କହୁଛି କଙ୍ଗାରୁ କଙ୍ଗାରୁଟା ଗୋଟେ ଜୀବଟେ ନା, ତାକୁ କଣ କହୁଥିଲେ ଛୋଟବେଳେ ପଢୁଥିଲ ମାନେ ଆମ ଜେଜେ ଆମ ବାବାଙ୍କୁ କହିଦେଲେ ସେ ଟିକେ ଟିକେ ଆୱାରନେସ୍ ହେଇଗଲାଣି ଜାଣିଗଲେଣି ଜେଜେ ମାନେ ପଢିଲା ବେଳେ କଣ କରୁ କଙ୍ଗାରୁ କଥା ଅଷ୍ଟ୍ରେଲିଆ ଦେଶରେ ପଢଉଥିଲେ ତାର ଅର୍ଥ ଆମେ ବି ଛୋଟବେଳେ ଘୋଷି ଦଉଥିଲୁ ସେଇଆକୁ। ଏବେ ବଡ ହେଲା ପରେ ଜାଣୁଛୁ ସେଇଟା ଅଷ୍ଟ୍ରେଲିଆରେ ତ ବହୁତ ପ୍ରକାର ଜୀବ ଅଛନ୍ତି। କଙ୍ଗାରୁର ମିନିଂ ଟା କଣ ଥୋଡି ଅଷ୍ଟ୍ରେଲିଆ ସେଇଭଳିଆ କେତେ ଶବ୍ଦ ଥାଏ ତାର ଅର୍ଥ ସେଗୁଡା ହେଲା ବୈଦେଶିକ ଶବ୍ଦ ତାର ଅର୍ଥ ହିଁ ନଥାଏ। ହଉ ତ ସଂସ୍କୃତ ଛନ୍ଦସ୍ ଛନ୍ଦସ୍ ହେଲା ଗୋଟେ ଶବ୍ଦ ସଂସ୍କୃତ ଶବ୍ଦ ତା ସେଇ ଶବ୍ଦରୁ ଓଡିଆ ଛନ୍ଦର ସୃଷ୍ଟି। ଛନ୍ଦର ଅନ୍ୟ ନାମ କଣ? ବୃତ୍ତ। ଆମେ ଗାନ୍ଧୀ ବୃତ୍ତ କେତେ ପ୍ରକାର ବୃତ୍ତରେ ଲିଖିତ ଆମେ ଆ ପୂର୍ବରୁ ଯୋଉ କାବ୍ୟଟା ପଢିଥିଲେ ବିଭିନ୍ନ ପ୍ରକାର ବୃତ୍ତରେ ସେଟା
ଛନ୍ଦରେ ଲେଖା ଯାଇଥାଏ। ତ ଅକ୍ଷର ଗଣିବ ହସ୍ତରେ ତେବେ ସେ ଲେଖିବ ପଥରେ। ଗୋଟେ ଧାଡିଟେ ଅଛି। ପଦ୍ୟ ରଚନା ସମ୍ପର୍କରେ ଏଭଳି ଏକ କଥା ସମସ୍ତଙ୍କୁ ଜଣା। କବି ଦୀନକୃଷ୍ଣ ଦାସଙ୍କର ଏହି ଉକ୍ତିରୁ ଜଣାଯାଏ ଯେ ପଦ୍ୟ ବା କାବ୍ୟ କବିତା ଲେଖିବା ପାଇଁ ଅକ୍ଷର ଗଣନ ନିୟମ ଏକାନ୍ତ ଅପରିହାର୍ଯ୍ୟ। ଯେମିତି କି ଆମେ ସେ ଯୋଉ ଛନ୍ଦ ଗୁଡିକ ବା ବୃତ୍ତ ଗୁଡିକ ଆଗରୁ ପଢିଥିଲେ, କଣ ପଢିଥିଲେ ଏଇ ଛନ୍ଦରେ ବା ଏଇ ବୃତ୍ତରେ ଏତିକି ଅକ୍ଷର ବିଶିଷ୍ଟ ହେଇଥିବା ଦରକାର, ନାଇଁ କି? 11ଟି ଅକ୍ଷର ବିଶିଷ୍ଟ, ନାଇଁ, ପ୍ରତ୍ୟେକଟି ପାଦରେ ପ୍ରତ୍ୟେକଟି ପାଦ 11ଟି ଅକ୍ଷର ବିଶିଷ୍ଟ, କୋଉଟା କୋଉଟା 13ଟି ଅକ୍ଷର ବିଶିଷ୍ଟ, ତାରେ ଏଇ ନମ୍ବର ଅକ୍ଷର ସହିତ ଏଇ ନମ୍ବର ଅକ୍ଷରର ଯତିପାତ ହେଇଥାଏ ବୋଲି ଆମେ ଜେନେରାଲି ପଢିଥାଉ। ତେବେ ସେଇ କଥାକୁ ଦୀନକୃଷ୍ଣ ଦାସ ଜଣେ କବି, ଓଡିଆ କବି, ସିଏ ଦୀନକୃଷ୍ଣ ଦାସଙ୍କ ଲେଖା ପଢିଛ ନା? ସେକେଣ୍ଡ ଇୟର ଅଛି, ଫାର୍ଷ୍ଟ ଇୟର ବି ଅଛି ପରା। କୃଷ୍ଣ ଦାସଙ୍କର ମିତ୍ର, ନାଇଁ ସରି, ହିମକାଳଟା ତାର, ହିମକାଳଟା ଦୀନକୃଷ୍ଣ ଦାସ କି? ତ ସେ କହିଥିଲେ ଅକ୍ଷର ଗଣିବ ହସ୍ତରେ ତେବେ ସେ ଲେଖିବ ପତରେ। ସେଗୁଡା ହେଲା କାବ୍ୟ କବିତା ହେଇପାରିବ। ହାତରେ ଯୋଉ ଛନ୍ଦରେ ଗଣିବ, ହାତରେ ପ୍ରଥମ ପାଦରେ, ପ୍ରଥମ ପାଦରେ ଓଡିଆରେ ସରି ତମର କାବ୍ୟ କବିତାରେ ଆଉ ଧାଡି କରିବା ଆବଶ୍ୟକ ନାହିଁ, ପାଦ କିମ୍ବା ଚରଣ। ପ୍ରଥମ ଚରଣରେ ଦ୍ୱିତୀୟ ଚରଣରେ ତିନିଟା ଦରକାର। ଯେମିତିକି ଦିଟା ପାଦରେ ଏକ ପଦ ହଉଛି। ପ୍ରଥମ ପାଦରେ ଯଦି ଅକ୍ଷର ସଂଖ୍ୟା 11 ହେଲା, ଦ୍ୱିତୀୟ ପାଦର ଅକ୍ଷର ସଂଖ୍ୟା 11 ହେବା ଉଚିତ। ଆଉ ଛନ୍ଦଗତ ଦୃଷ୍ଟିରୁ ଯତିପାତ କହିଲେ ଆମ ତାଳମେଳ ରହିବା ଦରକାର, ଆଉ ଯତି ରହିବା ଦରକାର, ଯତିପାତ ରହିବା ଦରକାର। କେମିତି? ଯେମିତି ହେଲା ତମର ରାଗ ଭୈରବୀ ଗୋଟେ, ଆଉ କେତେ 4-5ଟା କାଳୀ ରାଗ, ଭୈରବୀ ସବୁ ପଢିନା ଆଗରୁ। ଏଇ ତୁମର ଫାର୍ଷ୍ଟ ମଥୁରା ମଙ୍ଗଳରେ, ମଥୁରା ମଙ୍ଗଳରେ ପଢିଛ? କାବ୍ୟ ସରି ଛନ୍ଦ କେତେ ପ୍ରକାର, କେତେ ପ୍ରକାର କୋଉ କୋଉ ଛନ୍ଦରେ? ହଁ, ରାଗ ଚକ୍ରବେଳୀ, ତାର ସବୁ କୁହାଯାଇଥିବ ନା ଏତିକି ଅକ୍ଷର ବିଶିଷ୍ଟ ପ୍ରଥମ ପାଦର ଷଷ୍ଠ ଅକ୍ଷର ଆଉ 11ତମ ଅକ୍ଷର ସହିତ ଯତିପାତ ହୁଏ। ଯତିପାତ ମାନେ ବିରାମ ହୁଏ। ତ ସେ ଯାହା ହଉ ସେ କହିଥିଲେ ଯେ ସେଇ ଏଟା କରିବ କେମିତି, ଗଣନା କରି ତାଙ୍କଠୁ ଗଣନା ଅକ୍ଷର କେତେ ନମ୍ବର ହେଲା ସେଥିପାଇଁ ସେ ଧାଡିଟି ଲେଖିଲେ ଅକ୍ଷର ଗଣିବ ହସ୍ତରେ ତେବେ ସେ ଲେଖିବ ପଥରେ। କେବଳ ଓଡିଆ କାହିଁକି ଅନ୍ୟାନ୍ୟ ଭାଷାରେ ମଧ୍ୟ ପଦ୍ୟଠାରୁ ପଦ୍ୟକୁ ଅଲଗା କରିବା ପାଇଁ ଏହି ଅକ୍ଷର ନିୟମ ବା କେବଳ ପଦ୍ୟ ଆଉ ପଦ୍ୟ ଅଲଗା କେମିତି କରିବ? ଏତେ ଲେଖା ସହିତ ଲେଖା। ତେବେ କେମିତି ଜାଣୁଛ? ଏଟା ଗୀତ ଭଳି ଲେଖା ଯାଉଛି ବୋଲି ତମେ ଆମେ ବି ଗୀତ ଗୁଡାକ ପଢିଲେଣି, ଶୁଣିଲେଣି, ଜାଣିଲେଣି ବୋଲି ଗଦ୍ୟ ଆଉ କବିତା ଭିତରେ ଅଲଗା କରିପାରୁଛେ, ନାଇଁ? ପଦ୍ୟ ଗୋଟେ ଦିଆହବ, ପଦ୍ୟ ଗୋଟେ ଦିଆହବ, ତମେ ଜାଣିପାରିବନି କଣ ପଦ୍ୟ? ତମେ କିଭଳି ଜାଣିବ? ଯଦି ତମେ ଟୋଟାଲି ପଦ୍ୟ ଆଉ ଗଦ୍ୟ ବିଷୟରେ କିଛି ଜାଣିନ, ତାହେଲେ କେମିତି ଅଲଗା ଜାଣିବ? ହଁ, ଏଟା ଅକ୍ଷର ଗଣାଗଣି ହେଇକିନା ବିଭିନ୍ନ ପ୍ରକାର ଛନ୍ଦ ଫନ୍ଦ ଦିଆ ହେଇକି ଲେଖା ହେଲା, ସିଏ ହେଲା ଯଦି ହଉଥିବ ତାହେଲେ ଯାଇକିନା ସେଟା ହେଲା ପଦ୍ୟ। ଆଉ ଗଦ୍ୟର କିଛି ତାର ବାଡ କଥା ନାହିଁ, ସେ ପୁରା ଲେଖା ଚାଲିଥିବ କେବଳ କମା ସେଟା ଦିଆ ହେଲା। ତେଣୁ କେତୋଟି ପଦର ଉଦାହରଣ ସୁନାଥ ପରମ ଦୟାଳ ଦୁଷ୍ଟ ନିବାରୀ ସନ୍ତୁଫଳ ଭାଗବତ ଆସିଛି। ଜଗନ୍ନାଥ ଦାସଙ୍କର, ଜଗନ୍ନାଥ ଦାସ ଭାଗବତ ଲେଖିଛନ୍ତି, ଓଡିଆ ମାନେ କେତେ ଅକ୍ଷର ବିଶିଷ୍ଟ ସେଟା? କେତେ ଅକ୍ଷର? ହଁ, ତାପରେ ପାଦ ନବାକ୍ଷରୀ ଛନ୍ଦରେ ବୋଲି ପଢିବ। ଭାଗବତଟି ନବାକ୍ଷରୀ ଛନ୍ଦରେ, ନବାକ୍ଷରୀ ଛନ୍ଦ କାହିଁ କହିଲେ? 9ଟି ଅକ୍ଷର ବିଶିଷ୍ଟ ହେଲା, ପ୍ରତ୍ୟେକଟି ପାଦରେ 9ଟି ଅକ୍ଷର ଅଛି। ତାକୁ ଜାଣିଲେ କୃତ ମଧ୍ୟ କୁହାଯାଏ, ନବାକ୍ଷରୀ ଛନ୍ଦ କୁହାଯାଏ। ତ ଏଇଟା ଯୋଉ ତୁନାଥ ପରମ ଦୟାଳ ଦୁଷ୍ଟ ନିବାରୀ ସନ୍ତୁଫଳ, ସେଇଟା ମଧ୍ୟ ତୁ ନାଥ 3 ପରମ 3 ଦୟାଳ 3 3 3 6 3 9, ପ୍ରତ୍ୟେକଟି ପାଦରେ 9ଟି ଅକ୍ଷର ଥାଏ, ତେଣୁ ତାକୁ ନବାକ୍ଷରୀ ଛନ୍ଦ ବୋଲି କୁହାଯାଏ। ଆଉ ଗୋଟେ ଆସିଛି ତମର ଧର୍ମପଦ, ଗୋଟେ ଧର୍ମପଦ। ସେ କହିଛି ଯେ 3 ପ୍ରକାର ଲେଖା, ଗୋଟେ ଅଖିଳ 3 ପ୍ରକାର ସ୍ତବ ଅଛି, ଗୋଟେ ଧର୍ମପଦ ଲେଖା ଅଛି, ଗୋଟେ ଭାଗବତ ଲେଖା ଅଛି। ତ ସେଇ ଯୋଉ 3 ପ୍ରକାର ଲେଖା ଭିତରୁ ସବୁ ଗୁଡିକ ସମାନ କି? ସବୁ ଗୁଡିକ ସମାନ ଅଛି? ନାଇଁ। ସମାନ ଯଦି ନାହିଁ ତ ଏଇଠୁ ଜାଣିବ ଯେ ଛନ୍ଦ କୋଉଠି କୋଉ ଛନ୍ଦର ଲେଖାଯିବ। ଗୋଟିଏ ପ୍ରକାର ଛନ୍ଦରେ ମଧ୍ୟ ସାହିତ୍ୟ ରଚନା କରିହେବ ନାହିଁ। ତେବେ ପ୍ରଥମଟି ଯୋଉ ଲେଖା ଅଛି କେତୋଟି ଅକ୍ଷର ବିଶିଷ୍ଟ? ପ୍ରଥମ ଧାଡିରେ, ମାନେ ପ୍ରଥମ ଭାଗବତଟା ଯୋଉ କେତେଟି ଅକ୍ଷର? 9ଟି।
ସେଟା ହେଲା ନବାକ୍ଷରୀ। ପ୍ରତ୍ୟେକଟି ପାଦରେ 9ଟି ଅକ୍ଷର ଅଛି। ଦ୍ୱିତୀୟଟା କେତେଟି ଅକ୍ଷର ଅଛି? 6ଟା। ତେବେ ଉପଯୁକ୍ତ ପଦମାନଙ୍କୁ ଲକ୍ଷ୍ୟ ଉପଯୁକ୍ତ ପଦମାନଙ୍କୁ ଲକ୍ଷ୍ୟ କରି ପ୍ରତିଟି ପଦ ଗୋଟାଏ ଗୋଟେ କବିତା ବା ପଦ୍ୟର ପଦ। ଏଇ ଯୋଉ ତିନିଟା ଯାକ କବିତା କାହିଁକି ଆମକୁ ଏ ବହିରେ ଲେଖାଗଲା? ତିନିଟା ଅଲଗା ଅଲଗା ପ୍ରକାରର କବିତା କଣ ପାଇଁ ଦିଆଗଲା? କଣ ପାଇଁ ଦିଆଗଲା? ତିନିଟା ଅଲଗା। ଗୋଟିଏ କବିତା ତ ଆମେ ବୁଝିପାରିବୁ ଏଇଟା କବିତା ଏଇଟା ଗପ। ଅଲଗା ଅଲଗା ପ୍ରକାର କବିତା ତିନି କାହିଁକି ଦିଆଗଲା? ତେବେ ପ୍ରତିଟି କବିତାକୁ ଆମେ ପଢିବା, ଲକ୍ଷ୍ୟ କରିବା ଯେ ରଚନାର ଭିନ୍ନ ଭିନ୍ନ ଶୈଳୀ ଯୋଗୁ ଏଗୁଡ଼ିକର ରୂପ ପରସ୍ପର ଠାରୁ ଅଲଗା ଜଣାପଡୁଛି। ତିନିଟା ଯାକ ଯୋଉ କବିତା ଅଛି ତାର ରଚନା କରିବାର ଶୈଳୀ କଣ ଏକା କି? ଏକା ପରି ଶୁଭା ଯାଉଛି କାନକୁ? ଏକା ପ୍ରକାରର ଅକ୍ଷର ଯୋଡା ହେଇଛି ବା ଏକା ପ୍ରକାର ଜାଗାରେ ଗତିପାତ ହଉଛି କି? ହଉନି। ତେବେ ପ୍ରଥମ ପଦର 9 ଅକ୍ଷର ବିଶିଷ୍ଟର ଦୁଇ ପାଦ, ଦିଟା ପାଦ ଅଛି। ପ୍ରଥମ ଯୋଉ ଭାଗବତରେ ଅଛି ଦିଟା ଅଛି, ସେଟା 9 ଅକ୍ଷର ବିଶିଷ୍ଟ ଅଛି। ପ୍ରତ୍ୟେକଟି ପାଦରେ 9ଟି ଅକ୍ଷର ରହୁଛି। ତେବେ ଦ୍ୱିତୀୟ ପଦରେ କେତୋଟି? 20 ଅକ୍ଷର ବିଶିଷ୍ଟ ଦି ପାଦ, ଦିଟା ପାଦ କଥା। ଆଉ ତୃତୀୟ ପଦରେ 14 ଅକ୍ଷର ବିଶିଷ୍ଟ ତିନି ପାଦ ତଥା 8 ଅକ୍ଷର ବିଶିଷ୍ଟ ଏକ ପାଦର ଶୃଙ୍ଖଳା ରହିଛି। ଏହା ହେଉଛି ପଦ୍ୟ ରଚନା କରିବାର ଶୈଳୀ ବା ଶୃଙ୍ଖଳା ଶୈଳୀ। ପାଠକ ବା ଗାୟକ ଭିନ୍ନ ଭିନ୍ନ ଗାଇବା ପାଇଁ ଶୃଙ୍ଖଳାଗତ ବୈଚିତ୍ର୍ୟ ହିଁ ଦାୟୀ। ତେବେ ତିନିଟା ଯାକ ପଦ୍ୟ ଯୋଉ ଅଲଗା ଅଲଗା ଲେଖା ଯାଇଛି, ଯୋଉ ଲୋକଟି ପଢିବ ବା ଗାୟକ ଯିଏ ଗାଇବ ସିଏ ଏକା ପ୍ରକାର ଗାଇପାରିବ କି ଗୋଟିଏ ସ୍ୱରରେ? ତାର ସେଇଥିପାଇଁ ଅଲଗା ଅଲଗା ଶୈଳୀରେ ଲେଖାଯାଇଛି। ଛନ୍ଦ ସମ୍ପର୍କରେ ଅଧିକ ଜାଣିବା ପୂର୍ବରୁ ନିମ୍ନଲିଖିତ ପ୍ରସଙ୍ଗ ସହିତ ପରିଚିତ ହେବା। ତେବେ ଯୋଉ ତିନିଟା କବିତା ଲେଖିଲା ଏଇଥିପାଇଁ ଲେଖିଲା ଯେ ଜାଣିବା ଦରକାର ଯେ ସବୁ କବିତା ଲେଖିବାର ଶୈଳୀ ଏକା ପ୍ରକାର ନୁହଁ, ସବୁଥିରେ ସମାନତା ନାହିଁ। କିଏ କୋଉ ପ୍ରକାର ଛନ୍ଦରେ ଲେଖା ଯାଇଛି, ବିଭିନ୍ନ ପ୍ରକାର ଛନ୍ଦ ଅଛି। କିଏ କୋଉ ପ୍ରକାର ଛନ୍ଦରେ କେତେଟା ଅକ୍ଷରକୁ ନେଇ କେତେଟା ଛନ୍ଦ ତୁମେ କିଭଳି ଜାଣିବ? କେମିତି ଜାଣିବ? ଦେଖ ପଢିବ ତୁମେ ଛନ୍ଦ କେତେ ପ୍ରକାର ସେଇଥିପାଇଁ। ତେବେ ଛନ୍ଦ ସମ୍ପର୍କରେ ଅଧିକ ଜାଣିବାକୁ ତଳେ ଯୋଉ ଦିଆଗଲା ଛନ୍ଦରେ ଆସୁଛି ପ୍ରଥମ ପଦ। ଗଦ୍ୟରେ ଯାହା ବାକ୍ୟ କବିତାରେ ତାହା ପଦ। ଗଦ୍ୟରେ ମୁଁ ଯୋଉଟା କହୁଛି କେତେଟା ବାକ୍ୟ, 10ଟା ବାକ୍ୟ, 15ଟା ବାକ୍ୟ, 100ଟା ବାକ୍ୟ ହେଇଗଲା ଗୋଟେ ଗପ। ଠିକ, ତାକୁ ଆମେ କବିତାରେ କଣ କହିବା? ପଦ କହିବା। ପଦ ତମକୁ ଗୋଟେ କମ୍ପିଟିସନ କେବେ କରିଛି ତ? ଗୀତ କମ୍ପିଟିସନ ମାନେ ଯୋଉ ଗୀତାଣ୍ଡ ଜଣେ ବୋଲିବ ତାର ଲାଷ୍ଟ ଅକ୍ଷରରେ ଆଉ ଜଣେ ବୋଲିବ, ସେମିତି କେବେ କରିଛ? ତ ତେବେ ସେଟା ଗୋଟେ ଯୋଉ ଖେଳୁଥାଅ, ଯେତେବେଳେ ତମ ପାଳି ପଡେ ଗୀତ ଗାଇବା ପାଇଁ ତମେ କେତେ ପଦେ ଗୀତ ଗାଇବ ନିହାତି ଦରକାର ହୁଏ। ଖଣ୍ଡିଆ କରିକି ଧାଡିରେ ଗାଇଥିଲେ ଡିସ୍କ୍ୱାଲିଫାଏ କମ୍ପ୍ଲିଟ ହୁଏ। ତମକୁ ପୁରା ପଦେ ଗାଇବା ପାଇଁ ପଡେ। ତମେ ପୁରା ଭଜନ ପୁରା ଗୀତଟା ଯଦି ଜାଣିଥିବ ତାହେଲେ କିଛି ଅସୁବିଧା ନାହିଁ, କିନ୍ତୁ ଅତି କମରେ ପଦେ ଗାଇବାକୁ ପଡିବ। ଯଦି ତମେ ମାନେ ଡିସ୍କ୍ୱାଲିଫାଏ ନ ହବାକୁ ଚାହୁଁଛ ତାହେଲେ ଧାଡିରେ ଗାଇଦେଇକି ଠକି ଦଉଛ, ଠକି ତ ପାରିବ। ତ ସେଇ ଯୋଉ ପଦେ ଗାଇବାକୁ, ପଦେଟା ଗୋଟେ କବିତାର ମାନେ ଗୋଟେ କବିତାର ପଦେ, ସେଇଟା ଦିଟା କି ତିନିଟା ପାଦ, କେତେଟା ପାଦ, ବିଭିନ୍ନ ପ୍ରକାର ପଦ ଅଛି। ଦି ପାଦରେ ଏକ ପଦ ହୁଏ, କେତେଟା କେତେଟା ଅଛି? ତିନି ପାଦରେ ଏକ ପଦ ହୁଏ, କେତେଟା ଅଛି? 4 ପାଦରେ ଏକ ପଦ ହୁଏ, 6 ପାଦରେ ଏକ ପଦ ହୁଏ, ହେଲା। ବିଭିନ୍ନ ପ୍ରକାର ଶୈଳୀରେ ସେଟା ସେଟା ଭୁଲି ଯାଇଛ କୋଉଠି? ତମର ସେ ଯୋଉ ଚକ୍ରକେଳି ରାଗ, ତମର ରାଗ ଭୈରବୀ, ଆଉ କଣ ଥିଲା? କାଳି ରାଗ ଭୁଲି ଯାଇଛ କି? ଏ ବିଷୟରେ ସେଟା ପଢେଇଛି, ତ ମୁଁ କହିଛି ଯେ କେମିତି ହବ। ବିଳାସ ମଞ୍ଜରୀ ଗୋଟେ, ବଗଳାଶ୍ରୀ ରାଗ ବଗଳାଶ୍ରୀ, ଆଉ ଗୋଟେ ଥିଲା ତମର ଚକ୍ରକେଳି। ଯେ ପ୍ରତ୍ୟେକଟି ଅକ୍ଷର ସଂଖ୍ୟା କେତେଟା? 11। ଏଥିରେ ଦୁଇ ପାଦରେ ଏକ ପଦ ହୁଏ। ଦୁଇ ପାଦ, ଇଏ ଗୋଟେ ପାଦ, ଇଏ ଗୋଟେ ପାଦ, ଏଥିରେ ଗୋଟେ ପଦ ହୁଏ। ଇଏ ଗୋଟେ ପାଦ, ଇଏ ଗୋଟେ ପାଦ, ଦିଟା ପାଦ ମିଶିକି ଏକ ପଦ ହେଲା। ଏଇଟା ବୁଝିଲେ ଜାଣିଦବ ଯେ କଣ କେମିତି ସେଟା ଭାଗ କରାଯାଉଛି। କେମିତି ଅଲଗା ଅଲଗା ଗୀତରେ ସବୁ ଗୀତରେ ଦି ପାଦରେ ଏକ ପଦ ହୁଏ ନାହିଁ, ବା ସବୁ ଦି ପାଦରେ ଏକ ପଦ ହୁଏ ନାହିଁ। ଦୁଇ ବା ତତୋଧିକ ଧାଡି ପୂର୍ଣ୍ଣ ଭାବରେ ବ୍ୟକ୍ତ କଲେ ତାକୁ ଆମେ ପଦ କହିବା। ପଦ ସେଟା ଦୁଇରୁ ଅଧିକ ହେଇଥିବ। ଏକ ଗୋଟିଏ ଧାଡିଟା କେବେ ପଦ ହେଇପାରିବ ନାହିଁ, ସେଟା ହେଇଯିବ ପାଦ ବା ଚରଣ, ଏକ ପାଦ। ତ ତେବେ ଦୁଇ ବା ତତୋଧିକ ପାଦ କଣ ହେଇଥିବ? ପୂର୍ଣ୍ଣ ଭାବରେ ତମର ଭାବକୁ ବ୍ୟକ୍ତ କରିପାରୁଥିବ, ତୁମ ଭାବନାକୁ ପରିପ୍ରକାଶ କରିପାରୁଥିବ, ତାହେଲେ ସେଇଟା ହେଇଥିବ ପଦ। ତାକୁ ଆମେ ପଦ କହିବା। ଦୁଇ ବା ତତୋଧିକ ଧାଡି
तो दुई ବା ततोधिक धाड़ी पूर्ण भाव में व्यक्त करुचे ताको आमे कहबा पद। पूर्व कथित तीन पद्यांश एहर दृष्टांत। पूर्व कथार तीन पद्यांश कोटा अछि देखो। पूर्व कथा जो तीनटा पडला तीन पद्यांश और केते नंबर ता तीन पादर एक पद कोटा हेछि कोटा ना दीटा पाद नु दीटा पाद अर्थात दीटा धाड़ी रे गोटे पद हे गला एटा तू नित्य परम दयालु विश्व निबंधी संतो काढी उन्नत परम दयालु गोटे धाड़ी बा गोटे पाद दुष्ट निबारी संतो काढी दी धाड़ी सेकंड धाड़ी का दीटा पाद तबे एटा दीटा पाद मिसकी गोटे पद हैला एई पदटा को तुमे गीतरे जदी बोलिबो तार तुमे जीति जिवो माने जीति जिवो इन द सेंस तुमे क्वालिफाई हे गलो माने जदी धाड़िए बोलिबो तुम ताको परम दयालु ता तुमे हारिलो डिस्क्वालिफाइड तुमे तो आ गोटे बोलिया कि कह जाय नाही तुमे खेले जाने पाई ठीक तापर ये गला प्रथम तापर पाद पद गला पाद पाद कोन कविता रे प्रतिटी पंक्ति बा धाड़ी का पाद एडी कहली पाद तुना तो परम पर माने गोटे प्रतिटी धाड़ी होची गोटे गोटे पाद बाछुनी तापर अछि एहार अन्य नाम होची चरण को वर्णित क पदरे दुईटी पाद ख पदरे दुई पाद और ग पदरे चारि पाद संयोजित होईची जो तीनटा लेखितो उदाहरण दिया जायतिना कविता तीनटा दिया जायची सेथिरे प्रथम क रे तीनटा पाद अछि द्वितीय रे केतेटा अछि द्वितीय रे मध्ये दीटा अछि ना मानव जीवन निर्णय केवल पक्षपातीन दंड एक कर्मे जीवन कर्म दुई दीटा से लेखा है से लेखिबार शैली सेमति बुझी तुम भाबित होछि जे 1 2 3 4 5 6 टा पाद होछि 7 टा पाद बोली भाबिबो नाही काहे कि भाबिबोनी काहे कि ना जदि तुम सेटा 6 टा पाद भाबुछ मानव जीवन केतेटा 3 6 टा अक्षर अछि एबी कर्मे जीवन केतेटा 2 2 4 6 टा अछि एपटे निर्णय केतेटा 6 टा अछि कर्म एका तार केतेटा 6 टा तबे एबे 3 3 6 3 9 3 12 टा धड़े रे 12 टा 3 3 15 18 19 20 तो गोटे रे ना 20 ता तळ हिसाब करू 20 आ जदि तमे एटा को धाड़ी पाद को दो तार से पूरा जति पेट हबो हबनी ऊपर जदि पाद 20 थिबो तळ पाद 20 रहइबो ऊपर जतेटा से 20 हो 10 हो 5 हो ऊपर पाद जेति की थिबो तळ पाद मध्ये सेति रहइबा जरूरी जदि तुम एटा करछ 1 2 3 पाद करबो ताले ये 3 3 6 रहउची ये 3 3 6 रहउची किंतु एटा कोन 6 रहउची की तार निश्चय 8 हे जाउची 8 होनी तणु करी एति की हला गोटे पाद ये हला गोटे पाद दी पाद थर्ड रे केतेटा पाद होची थर्ड रे थर्ड रे केते पाद अछि चारि पाद कोन कोन कोटा कोटा अखिल ब्रह्मांड साथे जे परम अन्य कोन से हाँ अखिल ब्रह्मांड प्रति मो जीवन स्वामी हे परम पितामाता प्रभु अंतर्जामी ठीक है ना ये पद धन्य करुणा खबर से करुणा सेठू नाही पता केमिति हला एटा केमिति हला एके तो अक्षर समान होउनी तथापि काई हला दीटा बार सॉरी चारटा पद काहींकि ना शेष अक्षर देख ताहार धन्य करुणा तोहर से करुणा सिंधु नाही तार पटांतर तबे लास्ट अक्षर दीटार कोन होला दीटांग र कंप्लीट होची से दीटा धाडी रो जति पाठ होला आ प्रथमटा अखिल ब्रह्मांड पति मो जीवन स्वामी आ सेकंड हला अंतर जामी दीटा जांक समान होला सुनिया पई समान होला तले तमे पद करि परिबो होला चारटा पद तापर अछि पद आ पाद होला पाद ता पद होला हमर पूरा गीतर गोटे पद से 4 हो कि 2 हो कि 3 हो कि 6 हो पाद होला प्रत्येक धाडी से जो पदेर प्रत्येक धाडी होला पाद एति कि जिंस मात्र कथा जतिपात कहली आ सहित विराम जतिपात गुण माने ठीक है सेठी विराम नै गोटे कविता पण तमे रेस्टलेस से पूरा निश्वास बंद करी गाई परिबो आ सब जगह रे रहिबा भी नुहे ना सुर ताल रे गाय रे आमे मन इच्छा गाई दिउ हम जों ने सेठी रहि जाउ गोटे गीत गाइला बेले जदि निश्वास न पाइला अधा रमे ब्रेक करी आउट करे धरुचे कि सुर ताल लय दृष्टि रो ताले कोन हो कि सब जगह समान हेबा दरकार नै कोठी रहिबा दरकार कविता गान बा आवृत्ति कला बेले प्रति पादर केतेक निर्दिष्ट स्थल रे जीव विराम नै था जीव जेते बेले गीतटी गाउ थाए कविताटी गाउ थाए
गोटे निर्दिष्ट जगार से जीवटा विराम नबाक तमें मन इच्छा तुम निश्वास पाने विराम जो नहीं सहीटा हम ना जीव गोटे निश्चित जगह विराम नबाक चाहे यही विराम बा विच्छेद को जतिपात कहुए से जो गीतटा धाड़ी विच्छेद माने से रही गला जीवटा अलग गला दीटा धाड़ी को सहीटा को कह जतिपात अर्थात जिते धाड़ी सहित धाड़ी तुम गीत बोलुछ धाड़ी पाखे प्रथम पादर को धाड़ी पाखे रेस्ट लो और द्वितीय धाड़ी द्वितीय पादर को धाड़ी संगे रेस्ट लो जो धाड़ी जो अक्षर सहित रेस्ट लेना से दीटा अक्षर मिसिकी जतिपात हेगला उदाहरण देले भूल के बुझबो जतिपात गले राग ताल लययुक्त कविता गान करने विभिन्न राग निर्दिष्ट करा जाए जेमिति कि पट्ट मंजरी मालव गौड़ा रामगिरी कर्णाटक आदि एक एक राग नाम ये सब गोटे गोटे राग स्पेशली जेते आमे एते कथा जानछि ना कविता छंद रो व्यवहार करछे से छंद ए सब गोटे गोटे अंश प्रथम कविता दरकार एगुडा काव्य रे दरकार पद पाद तापरे जतिपाद आ कोन जतिपाद करे राग राग भैरवी राग माळ रामगिरी राम राग कर्णाटक माळ पड़े गोटे गोटे प्रकार राग बहुत प्रकार राग अछि मन इच्छा हम किछि निजे निजे राग क्रिएट कर परबे ने जति कि हम ओडिया रे आगुरु बहि रे सब अछि सेति गुप्त बना हम मन रखना पड़ेबा एवं सेही गुडा को गुडा लेखा जाय सेति घोषी मध्ये देले जानि होती एही जेमि पट्ट मंजरी ता काहा को कहे को राग केतेटा अक्षर विशिष्ट होले पट्ट मंजरी हो तले सेति कि घोषी देले तमे जो जे कोनोसी कविता जे कोनोसी काव्य पढिलो सेति अक्षर देखिला मानिलो तमे एटा ही पट्ट मंजरी रे लेखा है जानिबो तापर आसीबो ए सब तमरो छंदर गोटे गोटे पाठ तापर एला छंद छंद एला ए शब्दटी विभिन्न अर्थरे व्यवहार कर एक निर्दिष्ट छंदरे लेखा जाउतिबालु काव्यर सर्व बा अध्याय को छंद कहन निर्दिष्ट छंदरे लेखा सब कविता सब काव्य तार निज निजर निर्दिष्ट छंदरे लेखा जाई थाए सब गुडाक काव्य कविता एका भଳି न गोटे छंदरे लेखा जाई न थाए तेना तमे जदि दीनकृष्ण दासଙ୍କର लेखा पढिबो आउ कार लेखा पढिचो सारला हां सारला दासଙ୍କ लेखा पढ ताले दीटा जन कोन एका प्रकार कविता काव्य पढिबो कि एका प्रकार से लिखोनी नाही तो से भଳି विभिन्न कवि माने से तांको तांको हिसाब रे से तांकर लेखितांदी तादर विभिन्न प्रकार छंदर प्रयोग करिथांदी उदाहरण रवींद्र भंजी को वैदेश विलास छंद संहिता गाउन वैदेश विलास मध्ये नंबर सेकेंड वैदेश विलास अछि तमरा फर्स्ट ईयर रे न सेकंड ईयर रे अछि लेखा हैला आ दिन कृष्ण दासंकर तो पढिছো कोन कृष्ण जते पढितो कृष्ण सीता ऋतु हिमकाल रे दिन कृष्ण दासंकर तबे से दिन कृष्ण दास आ वैदेश विलास किछि जति पढितो सेटा कोन समान हमर ऑप्शनल रे तो सेकंड ईयर रे अछि वैदेश विलास किछि दाम तबरे छंद द्वारा आबद्ध होइतिबार कवितार अन्य नाम छंद छंद द्वारा एटा आबद्ध होली कवितार अन्य नाम छंद उदाहरण मधुसूदन राव छंद केतेक स्थल क्षुद्र संगीत को मध्ये छंद कहे केते केते जगह छोट छोट संगीत गुडे छंद कहे आ जो छंद मेलाकार मधुसूदन राव मध्ये छंद मेला तादर से बहुत गुडा लेखा ताकर कविता काव्य गुडको अछि छंद गुडको अछि लेला छंद अक्षर हैला तुम जाने केते गुडे वर्ण मिसिना अक्षर आ सेहिदा मध्ये तुमर एति व्यवहार करा जाय पद मध्ये तुम समस्त वर्ण को हम अक्षर को युक्त वर्ण गुडी मध्ये गोटे गोटे अक्षर रूपे परिगणित होय युक्त वर्ण को गुडा युक्त वर्ण वर्ण को गुडा हां वर्ण को गुडा कोउडा आ कोउडा जेमे तो कोन नुवा शब्दडे की कहि दे वर्ण को अक्षर युक्त वर्ण कोन युक्ताक्षर युक्त वर्ण युक्ताक्षर वर्ण जो अक्षर है ना युक्त वर्ण युक्ताक्षर କିନ୍ତୁ ନୂଆ ଗୋଟେ ଶବ୍ଦଟେ କୁହାହେଲା ସେ ଆଶ୍ଚର୍ଯ୍ୟ ହେଇଯାଉଛି ଯୁକ୍ତ ବର୍ଣ୍ଣ ଗୁଡିକ ମଧ୍ୟରେ ଗୋଟେ ଗୋଟେ ଅକ୍ଷର ରୂପେ ପରିଗଣିତ ହୋଇଥାଏ ଛନ୍ଦର ପ୍ରକାର ଭେଦ ଛନ୍ଦ କେତେ ପ୍ରକାର ବର୍ତ୍ତମାନ ଇଏ ହେଲା ଏତିକି ତ ଜାଣିଲେ ଯେ ଛନ୍ଦରେ କଣ କଣ ଥାଏ ଛନ୍ଦର ପ୍ରକାର ଭେଦ କଣ ଅକ୍ଷର ଆଉ ମାତ୍ରା ଏହାକୁ କେନ୍ଦ୍ର କରି ଛନ୍ଦ ଗୁଡିକ ମୂଳତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି ମିତ୍ରାକ୍ଷର ଛନ୍ଦ ଅମିତ୍ରାକ୍ଷର ଛନ୍ଦ
এইଠୁ ଆସିବ এইଠୁ ପାଠ ଆସିଲେ ଏ ସବୁ ଥିଲା ଅଳ୍ପ ଅଳ୍ପ ଖାଲି ପଦ ପାଦ କୋଉଟାକୁ ପଦ କୁହାଯିବ କୋଉଟାକୁ ପାଦ କୁହାଯିବ ଚାରିଟା ଧାଡି ହେଲେ ଚାରିଟା ପାଦ ତାପରେ ଅକ୍ଷର ରହୁଛି ତା ଦେହରେ ବର୍ଣ୍ଣ ରହୁଛି ତା ଦେହରେ ଆଉ କଣ ରହୁଛି ଯତିପାଦ ହଉଛି ଏଇଗୁଡାକ ଏଇଟା ଯେମିତି କୁହାଗଲା ଧାଡି ଦିଆଗଲା କବିତାରେ ଚାରିଟା ପଦେ ତମକୁ ଗୀତ ବୋଲିବାକୁ କହିଲି ସେଇ ପଦେ ଗୀତ ବୋଲିବାକୁ ଯଦି କହିଲି ତା ଭିତରେ ଅକ୍ଷର ଅଛି ବର୍ଣ୍ଣ ରହିଲା ତାପରେ କଣ ପ୍ରଥମ ପଢିଥିଲ ପଦ ପଦ ଅଛି ନା ନାଇଁ ଯେହେତୁ ଗୋଟେ କବିତା ତମକୁ ବୋଲିବାକୁ କହିଛି ଗୋଟେ ଗୀତ ବୋଲିବାକୁ କହିଛି ଏବେ କୋଉ ଟ୍ରେଣ୍ଡ ଅଛି କୋଉ ଗୀତଟା କୋଉ ଗୀତଟା ଶୁଣୁନ ଗୀତ ବି ଶୁଣୁନ ଛି ଛି ହଁ ଛି ଛି ଏଟା ଟ୍ରେଣ୍ଡ ଅଛି ତାକୁ କହିଲି କାହାକୁ ଗୋଟେ ଗାଇବା ପାଇଁ ପରବର୍ତ୍ତୀ ସଂବାଦ ସେ 90 ମସିହାରେ ଗୀତ ଏବେ ବହୁତ ଟ୍ରେଣ୍ଡ ରହୁଛି ତା ଦେହରେ ଧାଟା ଚାରିଟା ଧାଡି ଅଛି ଚାରିଟା ପାଞ୍ଚଟା ଛଅଟା ସବୁ ଧାଡି ଧାଡି କରି ଗାଇ ଦିଅନ୍ତି ପୁରା ମନ ଇଚ୍ଛାରେ ସେ ଯୋଉ ଲୋକଟା ନିଶ୍ଚୟ ଲୋକଟେ ଗୀତ ଗାଉଛି ତ ତମକୁ କୁହାଗଲା ସେଇଟା ଗାଇବା ପାଇଁ ସପୋଜ ଚାରି ଧାଡି ତମେ ଗାଇଛ ମାନେ କଣ ପଦେ ଗାଇଲ ସେ ଗୀତରେ ଦିଟା ତିନିଟା ପଦ ଅଛି ନା ଗୋଟିଏ ପଦ ଅଛି ଦିଟା ତିନିଟା ପଦ ଅଛି ଯୋଉ ଗୋଟେ ଗୋଟେ ଧାଡିଟା ବା ଗୋଟେ ଇଏଟାରୁ ଆରମ୍ଭ କରିକି ଶେଷ କରିକି ପଦ କମ୍ପ୍ଲିଟ କରୁଛ ସେଇଟା ହେଇଗଲା ପଦ ତା ଦେହରେ ପାଦ ମଧ୍ୟ ଅଛି ପାଦ ଧାଡି ଧାଡି ପାଦ ରହିଲା ତେଣୁ ପାଦ କଣ ଯତି ପାଦ ହଉଛି ଧନକେ ଦେଖିଲୁ କି ନାହିଁ ମନକେ ଚିହ୍ନୁ ନାହିଁ ନାଇଁ ତାର ସୁନାକେ ଚିହ୍ନୁ ରୂପାକେ ଚିହ୍ନୁ ମନକେ ଚିହ୍ନୁ ନାହିଁ ନାହିଁ ପଢିଲା ସବୁ ଠିକ ଯତି ପାଦ ହେଲା ରାଗ ଅଛି ତାଳ ଲୟରେ କୋଉ ସୁରରେ ଗାଇଲ ତା କୋଉ ଲୟରେ ଗାଇଲ ନା ମନ ଇଚ୍ଛା ଗାଇ ଦେଇ ଯାଉଛନ୍ତି ଆମେ ଗୋଟେ ସୁର ଦେଇକିନା ତାକୁ ଗାଉଛେ ନା ରାଗ ଦେଇକିନା ଲୟରେ ଗାଉଛେ ନା ତାଳ ସେଗୁଡା ସବୁ ହେଇଗଲା ତମର ରାଗ ଆଉ ଛାନ୍ଦ ଛାନ୍ଦ ମଧ୍ୟ ସେଟା ଦେଇଛି ତାକୁ ଛାନ୍ଦରେ ଛନ୍ଦ କି ଛନ୍ଦ କଣ ଭାଗ କରିବାକୁ ହେଲେ ଅକ୍ଷର ଗୁଡାକ ଗଣିବ କେତେବେଳେ ଜାଣିବ କୋଉ ଛନ୍ଦରେ ହେଇଛି ଯେତେବେଳେ ତମେ ସବୁ ଛନ୍ଦ ଗୁଡାକ ମନେ ରଖିବ ତା ଫର୍ମୁଲା ଗୁଡାକ ସେତେବେଳେ ତୁ ଜାଣିପାରିବ ଯେ ଏଇଟା କୋଉ ଛନ୍ଦରେ ଲେଖା ଯାଇଛି ସେମିତି କଣ ତୁଝେ ଦେଖା କୋଉ ଛନ୍ଦରେ ଲେଖା ଯାଇଛି ଜାଣିପାରିବ ହଁ ଜାଣିପାରିବନି ନା କିନ୍ତୁ କେତେବେଳେ ଜାଣିବୁ ଯଦି ସବୁ ଛନ୍ଦ ଗୁଡାକର ଯୋଉ ଏଇ ଛନ୍ଦଟା ଏତିକି ଅକ୍ଷର ବିଶିଷ୍ଟ ଏଇ ଅକ୍ଷର ସହିତ ଏଇ ଅକ୍ଷରରେ ଯତିପାତ ହୁଏ ତାହେଲେ ଏଇଟାକୁ ଏଇ ଛନ୍ଦ କୁହାଯାଏ ଯଦି ସେଇଗୁଡାକ କ୍ଲିୟର ଥିବ ତାହେଲେ ତମେ ତାର ଅକ୍ଷର ଗୁଣିକ ଗଣିଦବ କେତେଟା ପାଦ ଅଛି କେତେଟା ପଦ ଅଛି ଆଉ ସେଇ ପାଦର ଅକ୍ଷର ସଂଖ୍ୟା କେତେ କୋଉ ଅକ୍ଷର ସହିତ କୋଉଟାରେ ଯତିପାତ ତାହେଲେ ତମେ ଜାଣିଦବ ଯେ ଏଇଟା ଏଇ ଛନ୍ଦରେ ଲେଖା ହେଇଛି ଯିଏ ଲେଖୁଛନ୍ତି ସିଏ ଭଲରେ ଜାଣିଥିବେ ବର୍ତ୍ତମାନ ଦେଖୁ ଆଧୁନିକ ଯୋଉ ଲେଖା ଲେଖି ହଉଛି ସେଥିରେ ଆଉ ଛନ୍ଦ ଛନ୍ଦର ପ୍ରୟୋଗ କରାଯାଉନି କିମ୍ବା ଏଇ ତମର ରାଗ ତାଳର ମଧ୍ୟ ପ୍ରୟୋଗ କରାଯାଉ ନାହିଁ ଆଧୁନିକ କଥା କହୁଛି ଖାଲି କୋଉଟା କୋଉଟା ଦରକାର ପଡୁଛି ତମର ପଦ ରହୁଛି ପାଦ ରହୁଛି ଯତିପାତ ଏଗୁଡା ରହିଲେ ହେଇଯାଉଛି ଆଉ ଅକ୍ଷର ବର୍ଣ୍ଣ ରହୁଛି ଏତିକି ରହିଲେ ଗୀତ ଲେଖା ହେଇଯାଉଛି ତମେ ମାନେ ଚାହିଁଲେ ବସିକି ଭାବିଛନ୍ତି ଏଡେ ଗୋଟେ ଗପ ଗୀତଟିଏ ଲେଖିପାରିବ ତ ସେ ଯୋଉ ମିତ୍ରାକ୍ଷର ଛନ୍ଦ ଆଉ ଅମିତ୍ରାକ୍ଷର ଛନ୍ଦ ପୁଣି ମିତ୍ରାକ୍ଷର ଛନ୍ଦ ସମଛନ୍ଦ ବିଷମ ଛନ୍ଦ ଭାବରେ ବିଭାଜିତ ଛନ୍ଦର ପ୍ରକାର ଭେଦ ସମ୍ପର୍କରେ ପର ପୃଷ୍ଠରେ ପ୍ରଦତ୍ତ ସାରଣୀ ଦ୍ରଷ୍ଟବ୍ୟ ଏତିକି ସବୁ ନା ତାର ତ ହେଇଯାଉଛି ମୁଁ ଜାଣିପାରୁଛି ତାର ଜମା କଣ ହଉଛି ଏଇଟା କଣ ପଢା ହଉଛି ଗ୍ରାମାର ଗୋଟେ ନଥାନ୍ତା ମାମନରେ କ୍ୱେଶ୍ଚନ ଆସୁନି ଏଗୁଡ଼ା କଣ ସେଟା ନଥାନ୍ତା କି ନାଇଁ ଫେସିଆଲ ଏକ୍ସପ୍ରେସନ ମୁଁ ଜାଣିପାରୁଛି ଠିକ ତେବେ ପ୍ରଥମେ ହେଲା ଛନ୍ଦର ଯୋଉ ଅଙ୍ଗ ଗୁଡିକ କଣ ଛନ୍ଦ ଜାଣିଛନ୍ତି ତାର ଅଙ୍ଗ ଗୁଡିକ କଣ ପ୍ରଧାନ ଅଙ୍ଗ ପଦ ପାଦ ଯତିପାତ ରାଗ ଛାନ୍ଦ ଅକ୍ଷର ଏସବୁ ଛନ୍ଦ ରହିଲା ଗୋଟେ ଗୋଟେ ଅଙ୍ଗ ଛନ୍ଦ କେତେ ପ୍ରକାର ପ୍ରଥମତଃ ଯଦି ଆମେ ଆକୁ ଅକ୍ଷର ଆଉ ମାତ୍ରାକୁ କେନ୍ଦ୍ର କରିକି ଛନ୍ଦ ହେଲା ଦୁଇ ପ୍ରକାରର ମିତ୍ରାକ୍ଷର ଅମିତ୍ରାକ୍ଷର ତାପରେ ପୁଣି ସେ ମିତ୍ରାକ୍ଷର ଭାଗ ହବ ଅମିତ୍ରାକ୍ଷର ଭାଗ ହବ ମିତ୍ରାକ୍ଷର ଭାଗ ହେଇକି ସମଛନ୍ଦ ବିଷମ ଛନ୍ଦ ଆଉ ସମଛନ୍ଦ ପୁଣି ଚାରି ପ୍ରକାରର ବିଷମ ମଧ୍ୟ ବିଷମ ଆହୁରି ଅଛି